ଥରେ ନାରଦ ଭଗବାନଙ୍କୁ ସାଙ୍ଗରେ ନେଇଗଲା, କହିଲା ମର୍ତ୍ତ୍ୟ ଲୋକରେ ଆପଣ କିଏ ସବୁ ଶ୍ରେଷ୍ଠ ଭକ୍ତ ଅଛନ୍ତି ଚାଲ ଦେଖିବା। ତ ଯିବା ଚାଲ। ଯାଇ ଗୋଟେ ବଡ଼ ଲୋକ ଘର ଆଗେ ପହଞ୍ଚିଲେ, 2 ଜଣ ବ୍ରାହ୍ମଣ ହେଇକିରି ଗଲେ। ସେ ଯୋଉ ଦେଖି ପକେଇଲା, କହିଲା ଆଇଲେ 2ଟା ବ୍ରାହ୍ମଣ ଖାଇବା କହିଲା ତମକୁ କଣ ଆଉ କୋଉଠି ମିଳୁନି, ଆମରି ଘରେ ଅଛି। ପଳା ନା ଆମେ ବ୍ରାହ୍ମଣ, ଆମକୁ ଭୋଗ କରୁଛୁ, କଣ ଟିକେ ଦିଅ। ନା ନାଇଁ ଆମ ଘରେ କିଛି ରୋଷେଇବାସ କଣ। ସେଠୁ ପଳେଇ ଆଇଲେ। ଆସିକି ଆଉ ଜଣ ଘରେ ପହଞ୍ଚି, ତାକୁ ଭଗବାନ ସେଠି ବର ଦେଇ ଆଇଲେ, କହିଲେ ତୁ ଆମକୁ ଫେରେଇ ଦେଲେ ଫେରେଇ ଦେ, ତୋ ଧନ ଧନ ଗୋପଲକ୍ଷ୍ମୀ ଆହୁରି ବଢୁ, ଆହୁରି ବଢୁ। ଗୋଟେ ବୁଢୀଟିଏ ତା ଘରେ ଯାଇ ପହଞ୍ଚି, ବୁଢୀ ଗାଈ ଦୁହୁଁଛି। ଇଏ ଯେତେବେଳେ ଯାଇକି ବେଦ ପାଠ କଲେ, ବୁଢୀ ଗାଈ ଦୁହାଁ ଯେତିକି ଦୁହିଁଥିଲା ଛାଡିକିରି ପଳେଇ ଆଇଲା। ଆସିକିରି ଆମ ଗୋଡକୁ ଧୋଇଦେଲା, 2 ଜଣ ଗୋଡକୁ ଧୋଇଦେଲା, ବସେଇଲା। ମୋ ଭକ୍ତ କିଛି ନାହିଁ, କଞ୍ଚା କ୍ଷୀର ପିଇବ। ସେ ଗାଈ କ୍ଷୀର ଆଣିକିରି ବୁଢୀ ଗ୍ଲାସ ଦେଲା, ପିଇବ। ଭଗବାନ ତାକୁ ବର ଦେଲେ କଣ, ତୋ ସର୍ବନାଶ ହଉ, ତ ଗାଈ ଶୀଘ୍ର ମରିଯାଉ, ତ ଗାଈ ଶୀଘ୍ର ମରିଯାଉ, ତୋର ସର୍ବନାଶ। ନାରଦ କହିଲେ ଇଏ କି କଥା, ଆପଣଙ୍କୁ ସେ ଶୋଧିଲା, ଘରେ ପୁରେଇ ଦେଲେ, ତାକୁ କହିଲେ ତୋର ଧନ ଧନ ଗୋପଲକ୍ଷ୍ମୀ ବଢୁ। ଝିଅ ଆମକୁ ଆଦର କଲା, ତାକୁ କଣ କଲେ, ତାର ଯୋଉ ସମ୍ବଳ ସେ ଗାଈଟା ଦେଲା, ସିଏ ମରୁ। ନା ବୁଝୁନୁ କି, ତାର ଆସକ୍ତି ସେ ଗାଈ ଉପରେ ଅଛି। ସେ ଆସକ୍ତିଟା କଟିଗଲେ ସେ ମୋ ପାଖକୁ ପଳେଇବ। ଆଉ ତାକୁ ବର ଦେଲି କଣ କହିକି, ତାର ବଢୁ। ସେ ଏମିତି ବାରମ୍ବାର ଜନ୍ମ ହଉ, ଜନ୍ମ ହେଇ ନରକଯାତ୍ରା ଭୋଗ କରୁତା। ଆଚ୍ଛା, ଏ କଥାକୁ ଯଦି ଆମେ ସାଧାରଣ ଭାବରେ ଶୁଣିବା, ଆମେ ଯିଏ ଅଛେ, ଏଇ କଥାକୁ ଯିଏ ଶୁଣିବ ସେ ଭଗବାନଙ୍କୁ ଡାକିବ, ଭଗବାନଙ୍କୁ ଡାକିବ ନା ଅତିଥି ଇଏ କରିବ। ତେଣୁ ଶାସ୍ତ୍ରକୁ ଆପଣ ଯୋଉ ବାଟେ ନେବ, ଶାସ୍ତ୍ର ସେଇ ବାଟେ ବୁଝେଇବ, କିନ୍ତୁ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ବାଟ ଅଛି। ଆଚ୍ଛା।